ଥରେ ଥରେ ମଣିଷକୁ ବହୁତ ସାରା ପରିଶ୍ରମ କରିବାକୁ ପଡ଼େ ଆଉ ସେ ପରିଶ୍ରମର ଫଳ କିଛି ମିଳେନି। ବହୁତ ସାରା ଲୋକ ସେ ଯେତେବେଳେ ଫଳ ନ ମିଳେ ମାନେ ଡିପ୍ରେସନ୍ ପଳାଏ ବହୁତ ମାନେ ଭାବେ ମୁଁ। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ। ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। ତ ଫାଇନାଲି ସକାଳୁ ସକାଳୁ ଗାଧେଇକି ରେଡ଼ି ହେଇଗଲେଣି। ତ ଆଜି ଯେଉଁ କୋଳି କାଲି ଆମେ ଯେଉଁ ପାରିଥିଲେ ସେଇଟା ଆମ ଦିଦିକି ନେଇ ଦେବାର ଅଛି। ତେବେ ବାହାରି ଯିବା, ସେଇଠି ତାଙ୍କୁ କୋଳିଟା ଦେଇଦେବା। ଆଉ ସକାଳୁ ଏମିତି ଏମିତି ଉଠିକି ଠାକୁର ପୂଜା ହେଇଗଲା। ତ ଚାଲନ୍ତୁ ଆଜିର ବ୍ଲଗ ଶୁରୁ ଷ୍ଟାର୍ଟ କରିବା। ବାହାରଟା ଦେଖିଦିଅନ୍ତୁ କେମିତି କ'ଣ ଲାଗୁଛି ଭାଇ। ତ ବଢ଼ିଆ ଲାଗୁଛି, ବାହାର ଖରା ଫରା ଲାଗୁଛି ଏମିତି ସକାଳୁ ସକାଳୁ। ତ କାଲି ଆମେ ପାରିଥିଲୁ ଏଇ କୋଳି, ତ ଏଇଟା ନେଇ ଦେବାର ଅଛି ମୋ ସାଙ୍ଗକୁ। ତ ବାହାରି ଯିବା, ତାକୁ ଦେବା। ତାର ମାନେ ବହୁତ ଇଚ୍ଛା ଅଛି କୋଳି ଖାଇବାକୁ। ସେଟା ଝିଅ ପିଲାଙ୍କର ବହୁତ ଇଚ୍ଛା କୋଳି ଖାଇବାକୁ। ତ ତାକୁ ନେଇ ଦେଇଦେଲା ପରେ ତା ମୁଣ୍ଡଟା ଥଣ୍ଡା ହେଇଯିବ। ଫାଇନାଲି ସକାଳୁ ଖାଇଦେବା ପିଆଜ ସହିତ ବରା, ଏଠି ଆଳୁଦମ ସହିତ ଘୁଗୁନି। ଥରେ ଥରେ ମଣିଷକୁ ବହୁତ ସାରା ପରିଶ୍ରମ କରିବାକୁ ପଡ଼େ ଆଉ ସେ ପରିଶ୍ରମର ଫଳ କିଛି ମିଳେନି। ବହୁତ ସାରା ଲୋକ ସେ ଯେତେବେଳେ ଫଳ ନ ମିଳେ ମାନେ ଡିପ୍ରେସନ୍ ପଳାଏ ବହୁତ। ମାନେ ଭାବେ ମୁଁ ବହୁତ ସାରା କର୍ମ କରୁଛି କିଛି ମିଳୁନି। ମାନେ ଏମିତି ଏମିତି ଷ୍ଟେଜ୍ ଆସେ ମଣିଷ ଭାବେ ଯେ ମୁଁ ଯେଉଁ କର୍ମଟା କରୁଛି ସେ କର୍ମରେ କିଛି ମୋତେ ମିଳୁନି। ତ ଆକ୍ଚୁଆଲି ସେମିତି କିଛି ଲାଇଫ୍ରେ ହୁଏନି। ଯଦି ଆପଣ କର୍ମ କରୁଛନ୍ତି ତାହେଲେ ଯଦି ଆପଣ କର୍ମ କରୁଛନ୍ତି ନିହାତି ନା କିଏ ନା ଆପଣଙ୍କ କର୍ମକୁ ଜଜ୍ କରୁଛି, ସେ ଦେଖୁଛି ଯେ ଆପଣ କେଉଁ ହିସାବରେ କର୍ମଟା କରୁଛନ୍ତି, ଆପଣଙ୍କ କର୍ମର ଫଳଟା କ'ଣ। ଡେଫିନେଟଲି ଆପଣଙ୍କୁ ଦିନେ ନା ଦିନେ ମିଳିବ। ସେମିତି ନାହିଁ, ମୁଁ ବି ଦିଦିଟା ଚ୍ୟାନେଲ୍ ଚଲାଉଛି, ଏଡ଼ିଟିଂ କରୁଛି, ଦିଦିଟା ଚ୍ୟାନେଲ୍କୁ ପୋଷ୍ଟ କରୁଛି, ଫେସବୁକ୍ ଚଲାଉଛି। ଆଉ ମାନେ ଏମିତିରେ ମୋ ଡ୍ୟୁଟି ବି କରୁଛି, ଘରର ରେସ୍ପନ୍ସିବିଲିଟି ବହୁତ ସାରା କାମ କରିବାକୁ ପଡ଼ୁଛି। ମାନେ ଖାଇବା, ଶୋଇବା, ରହିବାର କୌଣସି ଗାଣ୍ଡି ମୁଣ୍ଡ ନାହିଁ, ଠିକ୍ ଠିକଣା ନାହିଁ। ଫିର୍ ବି ଲାଇଫ୍ରେ କେବେ ଡିପ୍ରେସନ୍ ନାହିଁ, ସବୁବେଳେ ଖୁସି ଖୁସିରେ କାମ କରୁଛି। କାରଣ ଆପଣମାନଙ୍କର ଭଲ ପାଇବା ଆଶୀର୍ବାଦ ମୋ ଉପରେ ଅଛି। ଆମ ଘର ଲୋକଙ୍କର, ପ୍ରଭୁ ଜଗନ୍ନାଥଙ୍କ ମୋ ଉପରେ ଆଶୀର୍ବାଦ ଅଛି। ତ ଏମିତିରେ ଜୀବନ ଚାଲିଛି। ଯେଉଁଟା ଖୁସି ଲାଗୁଛି, ଭଲ ଲାଗୁଛି, ଶାନ୍ତିରେ କରିବାର ଅଛି। କେବେ କାହାକୁ ରାଗିବାନି, କିଛି କରିବାନି। ତ ଫାଇନାଲି ମୁଁ ଆସିଛି ମାର୍କେଟ, ଏକ ନମ୍ବର ମାର୍କେଟ। ସବୁ ପନିପରିବା ମିଳୁଛି ଭାଇ। କଖାରୁ ଫଳଟା ଖୋଜି ଖୋଜି କୋଉଠି ମିଳୁନି। ତ ଫାଇନାଲି ଆସିଲା ଆମ ଖାଇବା। ବହୁତ ସାରା ଭେଜ୍ର ଆଇଟମ୍ ଅଛି, ଚାଲ ଖାଇବା। ତ ଛାତ ଉପରେ କେତେ ବଢ଼ିଆ ବଢ଼ିଆ ଗଛ ସବୁ ଲଗା ହେଇଛି। ତ ଏଇଠି ମାଟି ରଖା ହେଇଛି ଭିତରେ, ୟା ଭିତରେ ଗଛ ଲଗା ହେଇଛି। ତ ଟାଇମ୍ ହେଇଗଲା ସନ୍ଧ୍ୟାବେଳ। ତ ସୂର୍ଯ୍ୟ ମା ଏବେ ଯିବାକୁ ରେଡ଼ି ହେଇଗଲେଣି। ତ ଏଇ ଭିୟୁଟା କେମିତି କ'ଣ ଲାଗୁଛି ପୁରା ଛାତ ଉପରୁ। ଯେମିତିକି ଟାଇମ୍ ହେଇଗଲାଣି ସନ୍ଧ୍ୟାବେଳ। ତ ଏବେ ମୁଁ ଆସିଲି ରୁମ୍କୁ, କାହିଁକିନା ସନ୍ଧ୍ୟାବେଳେ ଜ୍ୟାକେଟ୍ ପିନ୍ଧା ଭାଇ, ଏତେ ଜୋର ଥଣ୍ଡା ଲାଗୁଛି ମାର୍କେଟରେ। ଜ୍ୟାକେଟ୍ ନ ପିନ୍ଧିବା ତ ଗାଡ଼ି ଚଲେଇଲେ ତ ବହୁତ ଦୂର କଥା, କେଉଁଠି ବି ଯାଇପାରିବନି। ତ ସ୍ପେଶାଲି ଗାଡ଼ି ଚଲେଇଲେ କ'ଣ ହେବ, ଜ୍ୟାକେଟ୍ ପିନ୍ଧିବାକୁ ପଡ଼ିବ। ତ ବିଭିନ୍ନ ଲୋକେସନ୍ ଯିବାକୁ ପଡ଼ୁଛି ମାନେ ଜ୍ୟାକେଟ୍ଟା ନିହାତି ପିନ୍ଧିକି ଯିବା ଦରକାର। ମୁଁ ଏବେ ଆସିଥିଲି ଏଟିଏମ୍କୁ ପଇସା ଉଠାଇବାକୁ। ଭାଇ ଏଟିଏମ୍ରୁ ପଇସା ହିଁ ଉଠୁନି। ଏଟିଏମ୍ କିଛି ଅସୁବିଧା ଅଛି କି 100 ଟଙ୍କା ନୋଟ୍ ସେଠି ନାହିଁ। ତ ଆଜି ମାର୍କେଟ ପୁରା ଫାଙ୍କା ଫାଙ୍କା ଲାଗୁଛି ଭାଇ, କେହି ନାହାନ୍ତି। ତ ଫାଇନାଲି ହେଇଗଲା ରାତି 12ଟା ପରେ ହେଇଗଲାଣି। ଏବେ ଜଷ୍ଟ ଆସି ରୁମ୍ରେ ପହଞ୍ଚିଲା, ଫ୍ରେଶ୍ ଫ୍ରାସ୍ ହେଇଗଲି, ନିଦ ବି ଲାଗିଲାଣି ବହୁତ ଜୋର। ଚାଲନ୍ତୁ ଶୋଇବା ଆଉ ଆଜିର ବ୍ଲଗ୍ସ ଏଇଠି ରଖିବା। ଆଇ ହୋପ୍ ଆପଣମାନଙ୍କୁ ଆଜିର ବ୍ଲଗ୍ସ ପସନ୍ଦ ଆସିବ। ଦୋସ୍ତ ଲାଇକ୍ କରିଦେବେ, ଚ୍ୟାନେଲ୍ ଯଦି ନୂଆ ସବସ୍କ୍ରାଇବ୍ କରିଦେବେ। ଦେଖା ପୁଣି ଆପଣମାନଙ୍କ ସହିତ ଗୋଟେ ନୂଆ ବ୍ଲଗ୍ସ। ଥ୍ୟାଙ୍କ୍ସ ଫର୍ ୱାଚିଂ ମାଇ ବ୍ଲଗ୍ସ। ବାଏ।